କାହାକୁ ମିଳିବ ମାଗଣା ରାସନ ଆସିଲା ଗାଇଡଲାଇନ୍। କେନ୍ଦ୍ର ସରକାର ବିଭିନ୍ନ ଗରିବ କଲ୍ୟାଣ ଯୋଜନା ପ୍ରଚଳିତ କରିଛନ୍ତି, ଯାହାଦ୍ୱାରା ଗରିବ ଲୋକ ଉପକୃତ ହୋଇପାରୁଛନ୍ତି। ସେହି ଗରିବ କଲ୍ୟାଣ ଯୋଜନାର ଫାଇଦା ଉଠାଇଛନ୍ତି ଲକ୍ଷ ଲକ୍ଷ ଲୋକ। ଏହି ଯୋଜନା ମଧ୍ୟରେ ରହିଛି ମାଗଣା ରାସନ। ମାଗଣା ରାସନ ଯୋଜନାରେ ଲୋକମାନଙ୍କୁ ଚାଉଳ, ଡାଲି, ଚିନି, ଗହମ ଭଳି ବିଭିନ୍ନ ପ୍ରକାର ରାସନ ମାଗଣା ପ୍ରଦାନ କରାଯାଉଛି ଗରିବ ଲୋକମାନଙ୍କୁ। କିନ୍ତୁ ନିକଟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହାଦ୍ୱାରା ଆଉ ମିଳିବନି ମାଗଣା ରାସନ, ଯାହାର ଫାଇଦା ଲୋକମାନେ ବହୁ ପରିମାଣରେ ଉଠାଇଛନ୍ତି ଗରିବ ଲୋକେ। ସରକାର ରାସନ କାର୍ଡଧାରୀଙ୍କୁ ମାଗଣା ରାସନ ବଣ୍ଟନ କରୁଛନ୍ତି, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ଖୁବ୍ କମ୍ ଟଙ୍କାରେ ଖାଦ୍ୟ ମିଳିପାରୁଛି। ଯଦି ଆପଣଙ୍କର ରାସନ କାର୍ଡ ଅଛି, ତେବେ ଆପଣ ମଧ୍ୟ ସଚେତନ ହୋଇଯାନ୍ତୁ। ଯୋଗ୍ୟତା ସତ୍ତ୍ୱେ ମାଗଣା ରାସନ ଫାଇଦା ଉଠାଉଥିଲେ ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି। ଏବେ ଜରିମାନା ଭରିବାକୁ ମଧ୍ୟ ପଡ଼ିବ, କାରଣ କିଛିଦିନ ତଳେ କେନ୍ଦ୍ର ସରକାର ଏଥିପାଇଁ ଏକ ଗାଇଡଲାଇନ୍ ପ୍ରଚଳନ କରିଥିଲେ, ଯାହାଦ୍ୱାରା କାରଣ ସେମାନଙ୍କର ରାସନ କାର୍ଡ ସରେଣ୍ଡର କରିବା ନିର୍ଦ୍ଦେଶ ଦିଆଯାଇଥିଲା, ଯାହାର ଶେଷ ତାରିଖ ମଧ୍ୟ ସରିଯାଇଛି। ସଠିକ୍ ହିତାଧିକାରୀ ନ ହୋଇ ମଧ୍ୟ ଲାଭ ଉଠାଉଥିଲେ ଜୋରିମାନା ଭରିବାକୁ ପଡ଼ିବ। ତେବେ ମନେ ରଖିବା ଉଚିତ ଯେ ସରକାରୀ କର୍ମଚାରୀ ମାଗଣା ରାସନ ପାଇପାରିବେ ନାହିଁ। ଏହା ବ୍ୟତୀତ ଆୟକରଦାତା ଏବଂ ଯେଉଁମାନେ ରହିଛନ୍ତି 5 ଏକରରୁ ଅଧିକ ଜମି ରହିଥିବା ମାଲିକ, 4 ଚକିଆ ଯାନ ରହିଥିବା ଯାହାର ପକ୍କା ଘର ମାଲିକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଗରିବ ଲୋକ ପାଇଁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଦୀର୍ଘ ସମୟରୁ କେନ୍ଦ୍ର ଏବଂ ରାଜ୍ୟ ସରକାର କ୍ରମାଗତ ଭାବରେ ରାସନ କାର୍ଡ ଜରିଆରେ ମାଗଣା ରାସନ ଯୋଗାଇ ଦେଇଆସୁଛନ୍ତି। ବ୍ୟୁରୋ ରିପୋର୍ଟ, ପବ୍ଲିକ୍ ଟକ୍।